ଆଉ ଭାଇ ଜୟ କଳା କେମିତି ଅଛୁ ସବୁ ଭାଇ? ସପୋର୍ଟ ତ କରୁଛ, ସବୁ କରୁଛ ଭାଇ। ଅଧା ବାଟେ କମେ ଛାଡ଼ି ଦଉଛ କିଛି ବୁଝା ପଡ଼ୁନି। ହେଲେ ଭାଇ ସପୋର୍ଟ ଟିକେ କର, ଆଉ ଟିକେ ଭଲକି ସପୋର୍ଟ ଟିକେ କର ଭାଇ। ଏବେ ତ ଗାଳି ବି ଦଉନି, ହେଲେ କିଛି ବି ଦଉନି। ଭାଇ ସପୋର୍ଟ ଟିକେ କର। ତମେ ସପୋର୍ଟ କର ଯଦି ଆମେ ହେଲେ ଲେଖା ରାଇଟ୍ କରୁ। ଆଉ ସପୋର୍ଟ କର କିଛି ନାହିଁ, କ'ଣ କରିବୁ? ଠିକ୍ ଅଛି। ସତରେ ଭାଇ ମାନେ ଦୁନିଆ ବହୁତ ଖରାପ ହେଇଗଲାଣି। ମାନେ ଖରାପ ବୋଲେ ସେ ଟାଇପ୍ର ଖରାପ ନାହିଁ, ମାନେ ଭଲ ଖରାପ ହେଲା ଯେ ଏଇଠି ଏଠି ବच्ଚା ଯାହା ହେଲେ ଗୋଟେ ଗୋଟେ ସେଟିଂ ଧରିକି ବୋଲିଲେଣି। ମାନେ ଇନଷ୍ଟା ଭିଡ଼ିଓ ଯାହା ଦେଖିଲା ବେଳକୁ ଯେଉଁ ଲାଜ ଲାଗୁଛି। କ'ଣ କରିବା, ଲେଖା ତ ରାଇଟ୍ କରିବାକୁ ପଡ଼ିବ। ସୋଟା ହେଲେ ଚାଲ ଟିକେ ଲେଖା ଟିକେ ରାଇଟ୍ କରିକି ଆଇବ ତାଙ୍କ ମାନଙ୍କୁ ଗଲେ ଆଉ। मम्मी मैंने लव मैरिज कर ली। क्या तूने लव मैरिज कर ली? ଛୋଟ ପିଲାମାନଙ୍କୁ ପାର୍ଲେଜି କ୍ଷୀର ମାନେ ଖାଇବା ଟାଇମ୍ରେ ସିଲେଜି କ୍ଷୀର ମାନେ ଖୁଆଉଛି କି ଜଣା ପଡ଼ୁନି। ମାଆ ବାପାକୁ ଗଲେ ଧନ୍ୟ, ପିଲା ଆମେ ଗଲେ ଧନ୍ୟ। मम्मी जी वो संस्कारी ये है। घर के काम कर तो लेगी ना? मम्मी जी घर के सारे काम कर लेगी। बस बस बेटा अंदर आ जाओ। अरे बहू एक कप चाय लिया तो मेरे लिए। अरे वाह मेरी बहू तो कितनी संस्कारी है, घर का सारा काम कर लेती है। बहू ଆରେ ମୋର ଛୋଟ ଛୋଟ ପିଲା ଯା ତମେ କିଏ ଘର କାମ କରିବ ରେ? ତମ ଘର ଅଧା କାମ ସଳା ପକେଇକି ରଖିବ। ତମେ କିଏ ଘର କାମ କରିବ? ପାର୍ଲେଜି ବିସ୍କେଟ୍ ସଳା ଦେଲେ ଜରି ଚିରି ପାରିବନି। ତମେ ସଳା ଟିକେ ବାହା ହେଇଯାଉଛ, ଧନ୍ୟବାଦ ପଡ଼ିବ ତମମାନଙ୍କୁ। ଭାଇ ତୁ କ'ଣ ପାଇଁ ଦେଖୁଛୁ ଭାଇ? ତୋର ତ ସେଟିଂ ନାହିଁ ଭାଇ, ତୋର ନାହିଁ କି ମୋର ନାହିଁ ଭାଇ। ମୋର ଅଛି, ଠିକ୍ ଅଛି ମୋର ଅଛି ଭାଇ, ତୋର ତ ନାହିଁ। କ'ଣ ପାଇଁ ଦେଖୁଛୁ କହିଲୁ? କିଛି ମିଳିବନି ଭାଇ ତୋତେ। ଭାଇ ଏମିତି ଦେଖୁ ଜୀବନଟା ପଳେଇବ, ସିନା କିଛି ମିଳିବନି। ଯାହାପରେ ସେଠି ଅଛି ସେମାନେ ଦେଖିଲେ ଖୁସି ଟିକେ ସିନା। ସିଙ୍ଗଲ ପିଲା ନାହିଁ ଭାଇ, ଆଉ କିନ୍ତୁ ଦେଖନି ଖରାପ ଲାଗେ ଭାଇ। ଆଜିକାଲି ତ ଝିଅ ପିଲାମାନେ ହେଲେ ଗୋଟେ ପାଦ ଆଗକୁ ବଢ଼ିଲେଣି। ମାନେ ଭଲ କାମ ନାହିଁ, ଖରାପ କାମରେ ଆଉ। ମାନେ ସବୁ ଝିଅ ନାହିଁ, 2-3ଟା ଝିଅ ବଢ଼ିଲେଣି ଆଉ। 1 hour later. Oh my God! Wow! ଭାଇ ଚିଲମ ଭାଇ, ଫୁଲ ଚିଲମରେ ଫୁଙ୍କା ହେଉଛି ଭାଇ। ଶ୍ରାବଣ ମାସ ଆଉ ବାବାଙ୍କ ଦିନ ଚିଲମ ଟିକେ ଫୁଙ୍କିଲେ ହବ ନ ହବ। ଚାଲ ଚିଲମ ତ ବାବା କହିଛନ୍ତି ପ୍ରସାଦ ଭାଇ। ପ୍ରସାଦ ଭାଇ, ପ୍ରସାଦ ଭଳିଆ ପିଇବାର ଅଛି ନା ଭାଇ। ତମାନ୍ଦ ଭାଇ ନ ଗଞ୍ଜୁଡ଼ ଭଳିଆ ଟାଣିବଲେ କ'ଣ? ପୁଅ ପିଲା ଟାଣୁଥିଲେ ଗୋଟେ ଅଲଗା କଥା। ଝିଅ ପିଲା ନେଲେ ଏମିତି ଟାଣିବଲେ ଆମେ ମାନେ କାହାକୁ କ'ଣ କହୁ? ଏଠି ଝିଅ ଯେତିକି ପୁଅ ସେତିକି ହେଇଗଲେ। ଦେଖ ଭାଇ ସବୁ କରିବ ମାନେ କେବେ ବି ମାନେ ନିଜ ଲଭ୍ କେବେ ହେଲେ ମାନେ ଛାଡ଼ନି ଭାଇ। ଫାର୍ଷ୍ଟ ଲଭ୍ ମାନେ ଯିଏ ଧୋକା ଦେଉଛି ତାକୁ ଛାଡ଼ ଭାଇ। ବଟ୍ ଯିଏ ଧୋକା ଦେଉନି ନା, ତ କିସ୍ମତ ତମକୁ ସାଥ ଦେଉନି, ବସ୍ ତାକୁ କେବେ ଛାଡ଼ନି। ଠିକ୍ ଅଛି? କାହିଁକି ନା ମାନେ ଯିଏ ତମକୁ ରିଏଲ୍ ଲଭ୍ କରୁଛି ସେ ଦିନେ ଦିନେ ତମକୁ ମାନେ ରିଟର୍ନ ଗ୍ୟାରେଣ୍ଟି ଆସିବ ଭାଇ। ଏଇଟା ସତ ଭାଇ। କାହିଁକିନା ଭାଇ ମୋ ଲାଇଫ୍ରେ ବି ସେମିତି ହେଲା ବି। କାହିଁକିନା ମୁଁ ବି ଭାବିଥିଲି ଯେ ମାନେ ହଁ ସେ ମୋତେ ଛାଡ଼ିକି ପଡ଼ିଲା, ମୋତେ ଧୋକା ଦେଲା, ଏସବୁ ବହୁତ କଥା ମୁଁ ମାନେ ମୋର ସାଙ୍ଗସାଥି ମାନେ ସବୁ କହିଛନ୍ତି, ଯେଉଁଟାକି ମୋର ଜାଣିବାକୁ ପାଇଲି ଯେ ନାଇଁ ଭାଇ ସେମିତି ହେଇନଥିଲା କିଛି କେସ୍ ବଗେରା। ତ ନିଜ ଲଭ୍କୁ ସବୁବେଳେ ଭାବ ଯେ ରିଟର୍ନ ଆସିବ, କଥା ହେବ। ଯଦି ସେ ବି ଛାଡ଼ିକି ତୁମକୁ ମେସେଜ୍ ମାନେ ମ୍ୟାରେଜ୍ କରିସାରିଲାଣି ଆଉ ତାପରେ ବି ତୁମକୁ ଲଭ୍ କରୁছে, ତ ଜାଣିନିଅ ଯେ ସେ ତୁମକୁ ମାନେ ହାର୍ଟଲି ଲଭ୍ କରୁଛି। ଲାଇଫ୍ରେ ଭାଇ ସମସ୍ତଙ୍କୁ ଲଭ୍ ମିଳୁନି, ବଟ୍ ଯାହାକୁ ମିଳୁଛି ତ ସିଏ ତା'ର ଲାଇଫ୍ ପାର୍ଟନର୍ ବି ହେଇଯାଉଛି, ତା ମ୍ୟାରେଜ୍ ବି କରୁଛନ୍ତି।
ଭାଇ ଯାହାକୁ ମାନେ ଯାହାର ମାନେ ଲଭ୍ ମାନେ ମିଳିନି ତ ତମ ମ୍ୟାରେଜ୍ ପରେ ବି ସେମାନେ କଥା ହେଉଛନ୍ତି ତ ଭାଇ ସେମାନଙ୍କୁ ଦୁନିଆ ଭାଇ ଆଜିକାଲି ଖରାପ କରୁଛନ୍ତି ଭାଇ। ବଟ୍ ଖରାପ ନାହିଁ ଭାଇ, ମାନେ ସିଏ କାହାକୁ ବି ସେ କଥା କହିପାରୁନି ଯେଉଁଟାକି ତମକୁ ସେ କହିବାକୁ ଚାହୁଁଛି। ତ ପ୍ଲିଜ୍ ଭାଇ, ତ ତା କଥା ତୁମେ ଶୁଣ, ତା'ର ଫିଲିଙ୍ଗକୁ ବୁଝ। ସେ ଜାଣି ମାନେ ସେ ଭାବି ତମକୁ ଯେତେବେଳେ କଥା ହେଉଛି ସିଏ ମାନେ ମୋର ଫିଲିଙ୍ଗ ବୁଝିବ, ତ ତମେ ତା'ର ଫିଲିଙ୍ଗ ବୁଝିବାକୁ ଚେଷ୍ଟା କର। ତ ପ୍ଲିଜ୍ ତାକୁ କେବେ ବି ଗାଳି ଦିଅନି, ଯିଏ ତୁମ ସାଥ ଦେଉ, ଠିକ୍ ଅଛି? ତ କେବେ ଛାଡ଼ିକି ଯାଅନି। ଯଦି ଭୁଲ ହେଉଛି ତ ମିସ୍ଅଣ୍ଡରଷ୍ଟାଣ୍ଡିଙ୍ଗ ହେଉଛି ତ ସେଇଟା ବୁଝେଇକିରି ମାନେ ସଲ୍ଭ କରିକିରି ମାନେ ଲାଇଫ୍ ସାରା ସେମିତି ଖୁସି ରହିବାକୁ ଚେଷ୍ଟା କର। ବଟ୍ କେବେ କାହାର ଲାଇଫ୍କୁ କେବେ ଖରାପ କରୁନି। ଯଦି ତୁମକୁ ଛାଡ଼ିକି ବି ଯାଉଛି ତୁମ ଲଭ୍, ତ ଏତିକି ଜାଣିଛ ଯେ ତୁମ ପାଖରେ ସେ ଗୋଟେ ଜିନିଷ କ'ଣ କମି ଅଛି ଯେଉଁଟାକି ସେ ଆଉ ଜଣଙ୍କୁ ସେଇଟା ପାଇନି। ତ ଭାବନି ଯେ ତୁମକୁ ମାନେ ଧୋକା ଦେଲା। ତ ଏତିକି ଜାଣିଛ ଯେ ଗୋଟେ ଜିନିଷ ପାଇଁ ତୁମକୁ ସେ ଛାଡ଼ିବେ ଯେଉଁଟାକି ତୁମ ପାଖରେ ନାହିଁ। ତ ସେଇଟାକୁ ତୁମେ ହାସିଲ କରିବାକୁ ଚେଷ୍ଟା କର। ଆଉ ନେକ୍ସଟ ଟାଇମ୍ ବୁଝ ଯେ ମୋ ପାଖରେ କ'ଣ ନଥିଲା ଯେ ମୋତେ ସେଥିପାଇଁ ଛାଡ଼ିବ। ତ ନେକ୍ସଟ ଟାଇମ୍ ତୁମେ ଟ୍ରାଏ କର ଯେ ସେ ତୁମକୁ ରିଟର୍ନ ମିଳୁ। ଯଦି ରିଟର୍ନ ଯଦି ତୁମ ପାଖକୁ ଆସୁଛି, ଭଲରେ ଆସୁଛି, ତ ଭାଇ ୱେଟ୍ ବି କରିଦିଅ, ତ ସବୁକିଛି ସଲ୍ଭ ହେଇଯିବ, ଠିକ୍ ଅଛି? ଯଦି ଭାଇ ଦେଖ ଭାଇ ଭିଡ଼ିଓ ଭଲ ଲାଗୁଛି ତ ଲାଇକ୍ କର, ସେୟାର କର, ଠିକ୍ ଅଛି? ଆଉ ସବସ୍କ୍ରାଇବ୍ ଟିକେ କରିଦିଅ ଭାଇ।